ବୀର ସୁରେନ୍ଦ୍ର ସାଏ ନଗରସ୍ଥିତ ବାବା ଆଖଣ୍ଡଳମଣି ଯୁବକ ସଂଘ ଦ୍ୱାରା ରେକର୍ଡ ସଂଖ୍ୟକ 102 ୟୁନିଟ୍ ରକ୍ତ ସଂଗୃହୀତ। ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପଠାରେ ଆୟୋଜିତ ସ୍ୱେଚ୍ଛାସେବୀ ରକ୍ତଦାନ ଶିବିରକୁ ପୋଲିସ କମିଶନରେଟ୍, ରେଡ୍କ୍ରସ ରକ୍ତ ଭଣ୍ଡାର ଓ ଆମ ଓଡ଼ିଶା ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ମାନନୀୟ ମେୟର ଭୁବନେଶ୍ୱର ମହାନଗର ନିଗମ ଶ୍ରୀମତୀ ସୁଲୋଚନା ଦାସ, ସମ୍ବାଦ ଗ୍ରୁପର ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପ୍ରଭାସିନୀ ମହାନ୍ତି, ପୋଲିସ କମିଶନର ଶ୍ରୀ ଏସ୍ ଦେବଦତ୍ତ ସିଂ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଯୁବ ସଂଘର ସଭାପତି, ସମ୍ପାଦକ, ସମସ୍ତ ସଦସ୍ୟବୃନ୍ଦ ଏବଂ ପୂଜା ମଣ୍ଡପର ସମସ୍ତ ସଦସ୍ୟ, ସଭାପତି ଓ ସମ୍ପାଦକଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରିପୋର୍ଟ ଓଡ଼ିଶା ଲାଇଭ୍, ଭୁବନେଶ୍ୱର।